ମାୟା କହିବେ, ଆଦର୍ଶ, ପଲ୍ଲବୀ, ଗୌରବ ଆଉ ରିମଝିମ୍ ଏପର୍ଯ୍ୟନ୍ତ ଘରକୁ ଫେରିନି। ମୋତେ ତମ 2 ଜଣଙ୍କୁ ଗୋଟେ ଇମ୍ପୋର୍ଟାଣ୍ଟ କଥା କହିବାର ଥିଲା। କାଲି ଦଶହରା, ଆଉ ମୁଁ ଚାହୁଁଛି ଆଦର୍ଶ ଉପରେ ଯେଉଁ ସବୁ ଆରୋପ ଲାଗିଛି ସେ ସବୁ ତା ଉପରୁ ଭଲରେ ଭଲରେ ଦୂରେଇ ଯାଉ। ସେଇ ମାଲି ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟାଯିବ। ଆଉ ମୁଁ ଚାହୁଁଛି କାଲି ଆମ ସ୍ପେଶିଆଲ ରୋଷେଇୟାକୁ ଡକେଇ ଏଇଠି ହିଁ ପ୍ରସାଦ ତିଆରି କରାଯିବ। ଆଉ ରୋଷେଇ ସରିବା ପରେ ଆଦର୍ଶ ଆଉ ଗୌରବ 2 ଜଣ ଯାକ ମିଶି ମନ୍ଦିରରେ ପ୍ରସାଦ ପହଞ୍ଚାଇ ଦେବେ। ଆଉ ହଁ, କାଲି ମୋ ଫ୍ରେଣ୍ଡ ଏଠିକି ଆସୁଛି, ତ ମୁଁ ଚାହୁଁଛି ତୁ ଆଉ ରିମଝିମ୍ 2 ଜଣ ଯାକ ମିଶି ଏସବୁର ଦାୟିତ୍ୱ ଆଉ ଏସବୁରେ ତମକୁ ମମତା ସାହାଯ୍ୟ କରିବେ। ବୁଝିପାରିଲୁ? ତାପରେ ମମତା କହିବେ, ହଁ ଦିଦି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁଁ ରିମଝିମ୍ ଆଉ ପଲ୍ଲବୀ 2 ଜଣ ପାଖରେ ଥିବି। ତାପରେ ପଲ୍ଲବୀ କହିବେ, କିନ୍ତୁ ମାମା। ତାପରେ ମାୟା କହିବେ, ବସ୍ ପଲ୍ଲବୀ, ମୁଁ ଆଉ ବାହାନା ଶୁଣିବାକୁ ଚାହୁଁନି। ବହୁତ ହେଇଗଲା ଏସବୁ। କାଲି ସାରା ଦିନ ତୁ ଘରେ ରହିବୁ। ଆଉ ଏଇଟା ହେଲା ଆମ ଶେଷ କଥା। ଏମିତି କହି ମାୟା ରୁବି ଆଉ ମମତାକୁ କହିବେ, ଦିଦି, ମମତା, ତମେ 2 ଜଣ ମୋ ସାଙ୍ଗରେ ଆସ। କାଲି ପ୍ରସାଦ ପାଇଁ କ'ଣ କ'ଣ ସବୁ ଆଇଟମ୍ ତିଆରି ହେବ ସେ ବିଷୟରେ ଡିସ୍କସନ୍ କରିବା। ଏମିତି କହି ମାୟା ଚାଲିଯିବେ। ତାପରେ ମମତା କହିବେ, ପଲ୍ଲବୀ, କାଲି କେମିତି କ'ଣ କରିକି ଫାର୍ଷ୍ଟ ଷ୍ଟେପ୍ଟା ତାପରେ ମମତା କହିବେ, ପଲ୍ଲବୀ, କାଲି କେମିତି କ'ଣ କରିକି ଫାର୍ଷ୍ଟ ଷ୍ଟେପ୍ଟା ମ୍ୟାନେଜ୍ କରି ନେବୁ। ଲଞ୍ଚ ପରେ ରିମଝିମ୍ ଆଉ ମୁଁ ସବୁ କିଛି ସମ୍ଭାଳି ନେବୁ। ତାପରେ ତୁ ଯିବୁ, ହେଲା? ଏମିତି କହି ମମତା ଚାଲିଯିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ, କାଲି ମୋତେ ଫାର୍ଷ୍ଟ ହାଫ୍ରେ ହିଁ ଯିବାକୁ ପଡ଼ିବ। ଏବେ ମୁଁ କ'ଣ କରିବି? ଏମିତି କହି ପଲ୍ଲବୀ ରୁମ୍କୁ ଆସିବେ। ତାପରେ ଆଦର୍ଶ ଆସି କହିବେ, ପଲ୍ଲବୀ, କାଲି ପ୍ରସାଦ ରୋଷେଇ ପାଇଁ ଯାହା ସବୁ ଦରକାର ମୁଁ ଅର୍ଡ଼ର କରିଦେଇଛି। ତାଙ୍କ ପିଲା ଆସି ଅଳ୍ପ ସମୟ ଭିତରେ ଡେଲିଭରି ଦେଇ ଚାଲିଯିବେ। ତାପରେ ପଲ୍ଲବୀ କହିବେ, ଆଦର୍ଶ, ପ୍ଲିଜ୍ ତମେ ବୁଝିବାକୁ ଚେଷ୍ଟା କର। କାଲି ମୁଁ ଘରେ ରହିପାରିବିନି। ମୋତେ ମୋ ଟିମ୍କୁ ନେଇ ଯେତେ ଶୀଘ୍ର ହେବ ସ୍ପଟ୍ ଉପରେ ପହଞ୍ଚିବାକୁ ପଡ଼ିବ। ଇଏ ହେଉଛି ମୋ କେସ୍। ଏ କେସ୍କୁ ମୁଁ ନେଗ୍ଲେକ୍ଟ କରିବାକୁ ଚାହୁଁନି। ତାପରେ ଆଦର୍ଶ କହିବେ, ତମେ ତମ ଆଇଆଇସି ସାର୍ଙ୍କ ସାଙ୍ଗରେ କଥା ହେଲ? ପୁଣି ପଲ୍ଲବୀ କହିବେ, ହଁ, ମୁଁ ତାଙ୍କୁ କଲ୍ କରି ସବୁ କଥା କହିସାରିଛି। କିନ୍ତୁ ସେ କହିଲେ ସେ ବିଜି ଅଛନ୍ତି, ପରେ କଥା ହେବେ। ତାପରେ ଆଦର୍ଶ କହିବେ, ତମେ ଆଉ ଥରେ ତାକୁ କଲ୍ କରି କଥା ହେଇଯାଅ। ଦେଖ ସେ କ'ଣ କହୁଛନ୍ତି। ତାପରେ ତମେ ଯାଇ ଡିସାଇଡ୍ କରିବ। ତାପରେ ପଲ୍ଲବୀ ତାଙ୍କ ସାର୍ଙ୍କୁ କଲ୍ କରିବେ। ତାପରେ ସାର୍ କଲ୍ ରିସିଭ୍ କରି କହିବେ, କ'ଣ ହେଲା? କାହିଁକି ବାର ବାର ଫୋନ୍ କରୁଛ? ମୁଁ କହିଲି ବା ଗୋଟେ କାମରେ ବିଜି ଅଛି ବୋଲି। ତାପରେ ପଲ୍ଲବୀ କହିବେ, ମୁଁ ଆପଣଙ୍କୁ କାଲିର ବାଲି ଚୋର ଚାଲାଣ ବିଷୟରେ କହିବାକୁ ଚାହୁଁଛି। ତାପରେ ସାର୍ କହିବେ, ହଁ ହଁ, ତମେ ସେ କଥା କହିସାରିଛ ଆଉ ମୁଁ ସେ କଥା ଶୁଣିସାରିଛି। ତମେ ଏଥିରେ ଆଦୌ ମୁଣ୍ଡ ଖେଳେଇବା ଦରକାର ନାହିଁ। ମୁଁ ଏ କେସ୍ ଆଉ ଜଣେ ଅଫିସରକୁ ଦେଇସାରିଛି। ତାପରେ ପଲ୍ଲବୀ କହିବେ, ଇଏ ହେଉଛି ମୋ କେସ୍। ଆପଣ ଏମିତି ଆଉ କାହାକୁ କେମିତି ଦେଇପାରିଲେ? ପ୍ଲିଜ୍ ଆପଣ ମୋତେ ଏଇ କେସ୍ ହ୍ୟାଣ୍ଡେଲ୍ କରିବାକୁ ଦିଅନ୍ତୁ। ପୁଣି ସାର୍ କହିବେ, ଏ କେସ୍ ତମକୁ ଦେଇ ମୁଁ ମୋ ଥାନାର ବଦନାମ କରିବାକୁ ଚାହୁଁନି। ତା ଛଡ଼ା ତମେ ଏ କେସ୍ ହ୍ୟାଣ୍ଡେଲ୍ କରିବାକୁ କେତେ କାପାବୁଲ୍ କାଲି ମୁଁ ମୋ ନିଜ ଆଖିରେ ଦେଖିନେଲି। ତମ ହାତରୁ ଖସିକି ଚାଲିଗଲେ ସେ ଗୁଣ୍ଡାମାନେ। ତମେ ଗୋଟେ ବି ପ୍ରମାଣ ପାଇଲନି। ଏବେ ରଖ ଫୋନ୍, ମୁଁ ବିଜି ଅଛି। ଏମିତି କହି ଇନ୍ସପେକ୍ଟର ସାର୍ କଲ୍ କାଟିଦେବେ।